ମଥୁରାରେ ଗୋଟେ ଲଭ୍ ଜିହାଦର ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ପୁରା ଆଶ୍ଚର୍ଯ୍ୟ ହୋଇଯିବେ। ଆରବ ମାନେ ଜଣଙ୍କ ଉପରେ ଦୋଷ ଲାଗିଛି। ଜଣେ ଇମ୍ରାନ ବୋଲି ଜଣେ ମୁସଲମାନ ଯୁବକ, ସେ ହିନ୍ଦୁ ନାଁ ରଖି ପାଖାପାଖି 23 ଜଣ ଝିଅଙ୍କୁ ସେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଛି ଆଉ ଅଶ୍ଳୀଳ ଭିଡ଼ିଓ ମଧ୍ୟ ତାଙ୍କର ବନେଇଛି। ଆଉ ୟାକୁ ସେ ବନେଇ ସାରିଲା ପରେ ସେ ଝିଅମାନଙ୍କୁ ଫୋନ କରି ତାର ଧର୍ମ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରେ ଆଉ ସେମାନଙ୍କୁ ଅଶ୍ଳୀଳ ଭିଡ଼ିଓ ଦେଇ ସେମାନଙ୍କ ପାଖରୁ ପଇସା ବି ହଡ଼ପେ। ଆଉ ତାର ଟାର୍ଗେଟ ଥିଲା 50 ଜଣ ଝିଅଙ୍କୁ ସେ ଏଇଭଳି ଭାବରେ ଟାର୍ଗେଟ କରିବ। କିନ୍ତୁ ଇଏ ଇମ୍ରାନକୁ ପୋଲିସ ଧରିଲା କେମିତି ପ୍ରଶ୍ନ ଉଠୁଛି। ଇମ୍ରାନକୁ ଏଇଭଳି ଧରିଲା, ଏଇ ଯୋଉ ଏବେ ବକ୍ରି ଇଦ୍ ଗଲା, ଇଏ ବକ୍ରି ଇଦ୍ ପୂର୍ବରୁ ଇଏ ଗୋଟେ ହିନ୍ଦୁ ଝିଅକୁ ନେଇ ଗୋଟେ ହୋଟେଲରେ ଇଏ ଗୋଟେ ଭିଡ଼ିଓ ବନେଇଥିଲା, ଯେ କି ବକ୍ରି ଇଦ୍ରେ ଯଦି ହିନ୍ଦୁ ଘରୁ ବାହାରିବେ ତାହେଲେ ରକ୍ତ ଛିଟା ପଡ଼ିବ। କେହି ଜଣେ ଯଦି ସୋସିଆଲ ମିଡ଼ିଆରେ କହୁଥିଲେ କି ହୋଲିରେ ଘରୁ ବାହାରିଲେ ମୁସଲମାନ ରଙ୍ଗ ପଡ଼ିବ, ସେଇଭଳି ବାଲି ଇଏ ଇମ୍ରାନ ମଧ୍ୟ ସୋସିଆଲ ମିଡ଼ିଆରେ ଧମକ ଦେଇଥିଲା କି ଯଦି ବକ୍ରି ଇଦ୍ରେ ହିନ୍ଦୁ ଘରୁ ବାହାରିବେ ତାହେଲେ ରକ୍ତ ଛିଟା ନିଶ୍ଚୟ ପଡ଼ିବ। ଆଉ ସେଇ ଭିଡ଼ିଓରେ ସେଇ ଯୋଉ ଝିଅଟିକୁ ଦେଖେଇଥିଲା ସେ ଜଣେ ହିନ୍ଦୁ ଥିଲା। ଆଉ ତାଙ୍କର ସମ୍ପର୍କୀୟ କେହି ଥାନାରେ ଯେତେବେଳେ କେସ୍ କଲେ, ଇଏ ତାକୁ ଯେତେବେଳେ ତଦନ୍ତ କରାହେଲା, ତାର ମୋବାଇଲ ଟିକେ ଯେତେବେଳେ ତାକୁ ଗିରଫ କରି ତା ମୋବାଇଲ ଟିକେ ପୋଲିସ ଚେକ୍ କରିବା ଆରମ୍ଭ କରିଲା, ସେତେବେଳେ ଜଣା ପଡ଼ିଲା ସେ 50 ହିନ୍ଦୁ ଝିଅଙ୍କୁ ଟାର୍ଗେଟ ରଖିଥିଲା ଏଇଭଳି କରିବା ପାଇଁ। ସେ 23 ହିନ୍ଦୁ ଝିଅମାନଙ୍କୁ ନେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଛି ଆଉ ତା ମୋବାଇଲରେ ଅଶ୍ଳୀଳ ଭିଡ଼ିଓ ମଧ୍ୟ ଅଛି। ସେ ପ୍ରତି ଝିଅମାନଙ୍କୁ ଧମକେଇ ତାଙ୍କ ପାଖରୁ ପଇସା ଆଉ ଜବରଦସ୍ତି ଧର୍ମ ପରିବର୍ତ୍ତନ କରିବା ପାଇଁ ମଧ୍ୟ ଚେଷ୍ଟା କରିଛି। ପ୍ରଶ୍ନ ଉଠୁଛି, ଏଇ ମୁସଲମାନ ଯୁବକ କାହା ଇଶାରାରେ ଧର୍ମନଗରୀ ମଥୁରାରେ ଏଭଳି କାଣ୍ଡ କରିବା ପାଇଁ ତାର ସାହସ ହେଲା?